ସମସ୍ତଙ୍କୁ ସ୍ୱାଗତ କରୁଛି ନୂଆ ଭିଡ଼ିଓରେ। ବହୁତ ମାନେ ଆମର ଯେଉଁ ଅଛନ୍ତି ସିଆର୍ପି ମାନଙ୍କରେ ଏମିତି ଲାଲ କ୍ରସ୍ ହେଇଯାଉଛି, ମାନେ ଯେତେବେଳେ ସେମାନେ ଏଣ୍ଟ୍ରି କରିଛନ୍ତି ମେମ୍ବରମାନଙ୍କୁ। ବେସିକାଲି ଏଇ ଯେଉଁ ଲାଲ କ୍ରସ୍ ହେଇଛି ସେଗୁଡ଼ାକ ପାଇଁ କ'ଣ କରିବାକୁ ଆମେ ଆଗରୁ କରୁଥିଲେ ନା କେବଳ ଭେରିଫାଏଡ଼୍ ଆଧାର କରିଦେଉଥିଲେ, ଓକେ କରୁଥିଲେ ତ ହେଇଯାଉଥିଲା। କିନ୍ତୁ ଏବେ ସେମିତି ଆଉ ହେଉନାହିଁ। ଦେଖନ୍ତୁ ଏମିତି ବି ସେଇଟା ଭେରିଫାଏଡ଼୍ ଆଧାର ଆଉ ବେସିକ୍ ଡିଟେଲ୍ସ ବି ଏମିତି ଫାଙ୍କା ରହୁଛି। ସେଇଟା କୌଣସି ଉପାୟରେ ଆପଣଙ୍କର ଯେଉଁ ଆପଣଙ୍କର ବ୍ଲୁ ହେଉନାହିଁ, ଯେଉଁଟାକି ଉପରେ ଅନ୍ୟ ବ୍ୟାଙ୍କ ଆଉ ଆଡ୍ରେସ୍ ଯେମିତି ବ୍ଲୁ ହେଇଛି ସେମିତି ହେଉନାହିଁ। ଯାହାଫଳରେ ଆପଣ ଯେତେ ଯାହା କଲେ ବି ସେ ଆପଣଙ୍କର ଯେମିତି ଦେଖିବେ KYC ଫାଙ୍କା ରହିଯାଇଥିବ। ଆପଣଙ୍କର ଦେଖନ୍ତୁ ରିଭ୍ୟୁ କରିକି ଦେଖେଇ ଦେଉଛି। ଅପଲୋଡ଼ କଲାବେଳେ ଏମିତି ବେସିକ୍ ଆଉ ମେମ୍ବର KYC ଏମିତି ରେଡ୍ ହେଇକି ଦେଖାଉଛି, ଯେଉଁଟାକି ଆମର ଅପଲୋଡ଼ ହେଉନାହିଁ। ଏଇ କ୍ଷେତ୍ରରେ ଆପଣ ରିଫ୍ରେଶ୍ କରିକି ବି ଦେଖିପାରିବେ। ରିଫ୍ରେଶ୍ କଲା ପରେ ବି ଏମିତି ରିଫ୍ରେଶ୍ ହେବ। ରିଫ୍ରେଶ୍ ହେଲେ ବି ଆପଣଙ୍କର ସେ ରିଟ୍ରାଏ ଯେତେବେଳେ ସକ୍ସେସଫୁଲ୍ ହେଇଯିବ ବି ସେତେବେଳେ ବି ଆପଣଙ୍କର ସେଭଳିଆ ଲାଲ କ୍ରସ୍ ରହିବ। ତ ସିମ୍ପଲ୍ ସେ ଏବେ ଆଉ ଏଠି ଆଉ ଏମିତି ଆଉ କିଛି କରିବେ ନାହିଁ। ଆପଣ ଡାଇରେକ୍ଟ ସେ ମେମ୍ବରର ପ୍ରୋଫାଇଲ୍କୁ ଯିବେ, କ୍ଲିକ୍ କରିବେ। ମେମ୍ବର ପ୍ରୋଫାଇଲ୍ର ଯେଉଁ ଲେଖା ହେଇଛି ଯେଉଁ ଡେଟ୍ ଅଛି ସେ ଡେଟ୍ ଉପରେ କ୍ଲିକ୍ ଖାଲି କରିବେ। କଲା ପରେ ଯେଉଁ ଆଧାର ଏଣ୍ଟ୍ରି କରିବା ପାଇଁ ଯେଉଁ ଜାଗାଟା ସ୍ପେସ୍ଟା ଯେଉଁଟାକି ଏଲାଉ କରୁନଥିଲା ଆମକୁ ଏଣ୍ଟ୍ରି କରିବା ପାଇଁ, ସେଇଟା ଏବେ ଏଲାଉ କରିନେବ। ଏଇଠି ଏବେ ଆପଣ ସେ ମେମ୍ବରଙ୍କର କରେକ୍ଟ ଆଧାର ନମ୍ବରଟା ଆପଣଙ୍କୁ ଏଇଠି ଦେଇଦେତେ ପଡ଼ିବ। ୟୁଟ୍ୟୁବ୍ର ପ୍ରୋବ୍ଲେମ୍ ପାଇଁ ମୁଁ ଆଉ ଦେଇପାରୁନି ଡିଟେଲ୍ସ, ସେଭଳିଆ ଆପଣ ଆଧାର ଡିଟେଲ୍ସ ଦେଇଦେବେ। ତା ତଳକୁ ଯେଉଁ ଅଛି ଆମର ନେମ୍, ଯାହା ଆଧାରରେ ନାଁ ଅଛି ଏକ୍ଜାକ୍ଟଲି ସେମ୍ ଆଧାର ଦେଇଦେବେ। ତାପରେ ଭେରିଫାଏ ଆଧାର କରିଦେବେ ଡେଟ୍ ପକେଇକି। ତାପରେ ସକ୍ସେସଫୁଲ୍ ଏଇଟା ହେଇଯିବ। ସକ୍ସେସଫୁଲ୍ ହେଇସାରିଲା ପରେ ତାକୁ ଓକେ କରିବେ। ଡାଟା ସକ୍ସେସଫୁଲ୍ କମ୍ପ୍ଲିଟ୍ ହେଇଯିବ। କମ୍ପ୍ଲିଟ୍ ହେଇସାରିଲା ପରେ ଦେଖିବେ ବେଶୀ ଡିଟେଲ୍ସ ବି ଅଟୋମେଟିକ୍ ଆପଣଙ୍କର ବ୍ଲୁ ବି ହେଇଯାଇଥିବ। ତାକୁ ଆପଣ କେମିତି ଯାହା ଯଦି କରେକ୍ସନ୍ କରିବା ଥାଏ, ଆଉ ଯଦି ଯାହା କରେକ୍ସନ୍ ଥିବ କରିବେ। ଦେଖନ୍ତୁ ଯେଉଁ ମେମ୍ବରରେ ଆମେ କଲେ ସେ ମେମ୍ବରଟାକୁ ଠିକ୍ ହେଇଗଲା। ତ ଏଇଭଳିଆ ସମସ୍ତ ମେମ୍ବରଙ୍କର ଏମିତି କରିଦେବେ। ତ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ସମସ୍ତଙ୍କର ଏଇଟା କମ୍ପ୍ଲିଟ୍ ବି ହେଇଯିବ। ଥ୍ୟାଙ୍କ ୟୁ।